नहीं विधायक आमे जानिଛୁ आम विधायक नारी को उचित सम्मान दियंती आमे सेतिपई की भी गत 2 दिन तले जाइए जिलापाल और एसपी को मेमोरांडम भी देके आसछु आम विधायक को बदनाम करा जाउची एवं या विरुद्ध रे हमर मेमोरांडम थिला। महाकालपड़ा ब्लॉक रो टिकिरी पंचायत रो सरपंच सान भौणी चामेली जो आमर वर्तमान एमएलए को नारे जो मिथ्या अभियोग आनिचंती से विषय रे कहबा पई आमे प्रेस मीट करथिलु जे सी विरोधी सहित मिसी जो चक्रव्यूह रचना करचंती ସେଥିରେ ଆମ ବିଧାୟକଙ୍କୁ ନ ଫସାନ୍ତୁ। ବିରୋଧୀ ପୂର୍ବତନ ଆମର ମୁଖ୍ୟ ସରି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମୁଁ ବିରୋଧୀ ଦଳ ବୋଲି କହୁଛି। କାହିଁକି ନା ତାଙ୍କରି ପ୍ରରୋଚନାରେ ମାନେ ଚାଳିତ ହେଇକି ଭଉଣୀ ମୋର ଏ ନିଷ୍ପତ୍ତି ନେଇଛନ୍ତି ଏସବୁ କାମ କରୁଛନ୍ତି। ତା ପ୍ରତି କହିବି ଆଇନ ବାଟରେ କାର୍ଯ୍ୟ କରୁ, ଘଟଣାର ତଦନ୍ତ କରାଯାଉ, ଦୋଷୀ ଯିଏ ତାକୁ ଦଣ୍ଡ ଦିଆଯାଉ, ଯାହା ପ୍ରତି ଅନ୍ୟାୟ ହେଉଛି ତାକୁ ନ୍ୟାୟ ମିଳୁ। କିନ୍ତୁ ଇଏ ଯୋଉ ଘଟଣା ଭିତରକୁ ବିଧାୟକଙ୍କୁ ଘୋଷଣା ନ ଯାଉ। ସେ ବିଷୟରେ ମୁଁ କହିପାରିବିନି ଯଦି ତାଙ୍କର କଣ ସେମିତି ହେଇଥିବ ସେ ଜିନିଷଟା ଆଗରୁ କହିଥିଲେ ଆମେ ଜାଣିଥାନ୍ତୁ କି କଣ ତା ପାଇଁ ସେ ତାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରିଥାନ୍ତେ କି ଯାହା କରିଥାନ୍ତେ। ବର୍ତ୍ତମାନ ସେ କଥା ଇଏ କଥା ସହିତ ସେ କଥାର କୌଣସି ସାମଞ୍ଜସ୍ୟ ନାହିଁ। ସେଇଟା ବି ଆମେ ଦେଖିଛୁ ଆମେ ସେଇଟା ଅସ୍ୱୀକାର କରିପାରିବୁନୁ ସେଇଟା ମୁଁ କହିପାରିବିନି ତାଙ୍କର କଣ ହେଇଛି ମୁଁ ସେ ବିଷୟରେ କୌଣସି କଥା କହିପାରିବି ନାହିଁ। କରିଥିଲେ ଯେ ଆମର ତାଙ୍କର ଯୋଉ ତାଙ୍କ ପ୍ରତି ଯୋଉ ଅନ୍ୟାୟ ହେଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି ଚାମିଲି ଆମର ସାନ ଭଉଣୀ ଯୋଉ ଅଭିଯୋଗ ଆଣିଛନ୍ତି ସେ ତାଙ୍କ ପାଇଁ ବିଡିଓଙ୍କ ଚାମ୍ବର ତାଙ୍କ ପ୍ରତି ବିଡିଓଙ୍କ ଚାମ୍ବରରେ ଅନ୍ୟାୟ ହେଇଛି ତାର ତଦନ୍ତ ହଉ ଦୋଷୀ ଯେ ଦଣ୍ଡ ପାଉ ତାଙ୍କୁ ନ୍ୟାୟ ମିଳୁ କିନ୍ତୁ ଏ ଜିନିଷ ଏ ଘଟଣା ଭିତରକୁ ବିଧାୟକଙ୍କୁ ନ ପୁରାନ୍ତୁ। ଭିଡିଓ କଣ ପାଇଁ କରିବେ ସରକାରୀ ଅଫିସ ଭିତରେ ଭିଡିଓ କରିବା ପାଇଁ ତାଙ୍କୁ ଅଧିକାର କିଏ ଦେଇଛି? ସେଇ ଯଦି ତାଙ୍କର କିଛି ଅସୁବିଧା ଥିଲା ସେ ମିଡିଆ ବନ୍ଧୁ ମାନଙ୍କୁ ସାଙ୍ଗରେ ନେଇକି ଗଲେନି ଭିଡିଓ କରିଥାନ୍ତେ। ସେ ଭିଡିଓ ଯଦି କଲେ ମୁଁ କହିବା କଥା ସେ ତ ଐଚ୍ଛା ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଣନ୍ତୁ ମୁଁ ସେଙ୍କୁ ଚିହ୍ନିନି କିଏ ମୁଁ କହିପାରିବିନି ତାଙ୍କ ବିଷୟରେ ମୁଁ ଭଲସେ ଜାଣିନି ହେଇଥିବ ହେଲେ ସମସ୍ତଙ୍କୁ କଣ ଆମେ ଚିହ୍ନିଛୁ ସମସ୍ତଙ୍କ ବିଷୟରେ କହିପାରିବିନି କି ଏଥିପାଇଁ କହୁଛି ଯୋଉଦିନ ଯୋଉ 11 ତାରିଖ ଦିନ ଯୋଉ ଘଟଣାଟା ଘଟିଲା 11 ତାରିଖ ଦିନ ତାଙ୍କ ସହିତ ଯୋଉମାନେ ଥିଲେ ବିଡିଓଙ୍କ ଅଫିସ ଭିତରେ ସେମାନେ ହଉଛନ୍ତି ବିଜେଡି ଲୋକ। ସେଦିନ ଆମର ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପାର୍ଟି ଅଫିସରେ ଥିଲେ ଇଏ ବି ପାର୍ଟି ଅଫିସକୁ ଯାଇଥିଲେ ସେଠୁ ପ୍ରି ପ୍ଲାନ ହେଇକି ଆସିଛନ୍ତି ସେଥିପାଇଁ ଆମେ କହୁଛୁ ଇଏ ଗୋଟେ ନାଟକ ରଚନା କରାଯାଇଛି ଇଏ ଗୋଟେ ନାଟକ କେବଳ ଗୋଟେ ନାଟକ ରଚନା କରାଯାଇଛି ବୋଲି ଆମେ ଏ କଥାଟି କହୁଛୁ। ଆଜ୍ଞା ଆମେ ମାନେ କଣ ମୁଁ କହିବା କଥା ହଉଛି ମୁଁ ଆପଣମାନଙ୍କ ଜରିଆରେ ଆମର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଏଇ ଯୋଉ କେସର ଯୋଉ ତଦନ୍ତ ହଉଛି ଇଏ ତଦନ୍ତରେ ଅତନୁ ସବ୍ୟସାଚୀ ନାୟକଙ୍କୁ ପରିସରଭୁକ୍ତ କରାଯାଉ ସତ୍ୟାସତ୍ୟ ବାହାରିବ ନିଶ୍ଚିନ୍ତ ତଦନ୍ତ ତ କିଛି ଶୁଣନ୍ତୁ ତଦନ୍ତକୁ ବାଟବଣା କରାଯାଉଛି ଆଜ୍ଞା ତଦନ୍ତକୁ ମିଛ ସତ ଅଲଗା ରଙ୍ଗ ଲଗେଇ ତଦନ୍ତକୁ ବାଟବଣା କରାଯାଉଛି ବାଟବଣା ହେଇଛି କହୁନି ବାଟବଣା କରିବାକୁ ଚେଷ୍ଟା କରାଯାଉଛି। ବିରୋଧୀ ଦଳ ଶକ୍ତି କଥା କହିପାରିବିନି ଆଜ୍ଞା ଶକ୍ତି ଆଉ ମାନେ ଯୋଉ କହୁଛନ୍ତି ଶକ୍ତି ଆଉ ବଳ ଭିତର କଥା ଏଠି ପଡିନି ସିଏ ହଉଛି କଥାଟାକୁ ରଙ୍ଗେଇକିରି ଯୋଉ ଇଏ କରୁଛନ୍ତି ମୁଁ ସେଇ କଥାଟା କହିବାକୁ ଚାହୁଁଛି। ଅନ୍ୟାୟ ତଦନ୍ତ ହଉ ଦୋଷୀକି ଦଣ୍ଡ ମିଳୁ ଯିଏ ଅନ୍ୟାୟ ହେଇଛି ତାକୁ ନ୍ୟାୟ ମିଳୁ ମୁଁ ପର୍ଟିକୁଲାର ସେମିତି କିଛି କହିନି। ଆମେ ଆଜି ମହାକାଳପଡ଼ା ସଚେତନ ମଞ୍ଚ ନାଗରିକ ମଞ୍ଚ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛୁ ଯାହା ସବୁ ଘଟି ଯାଇଛି ଆମ ମହାକାଳପଡ଼ାରେ ଏକ ଆମ ବିଧାୟକଙ୍କୁ ବଦନାମ କରାଯାଇଛି ଆମ ବିଧାୟକଙ୍କୁ କେମିତି ନ୍ୟାୟ ମିଳିବ ତା ପାଇଁ କି ଆମେ ଏଇ ଯୋଉ ସାମ୍ବାଦିକ ସମ୍ମିଳନୀ ଡାକିଛୁ ଆଉ ରହିଲା ପ୍ରଦୂଷିତ ହେଇଯାଇଛି ମହାକାଳପଡ଼ା ଏଇ କିଛି ଦିନ ହେଲା ଗତ 11 ତାରିଖରୁ ଚାଲିଛି ସେଇ ଜିନିଷ ତାର ଆମେ ତ କହିଛୁ ଯିଏ ବି ଭୁଲ କରିଛି ଆଇନ ବାଟରେ ଯିବ ଏବଂ ତାକୁ ଉଚିତ ନ୍ୟାୟ ମିଳିବ ଆମ ଭଉଣୀଙ୍କୁ କିନ୍ତୁ ତାପରେ ବି ସେଇ ବିଷୟ ଚାଲିଛି ଆମ ବିଧାୟକଙ୍କୁ ତା ଭିତରକୁ ଟଣା ଯାଉଛି ବିଧାୟକ ତ କାଲି ବି କହିଛନ୍ତି ମୋ ସାନ ଭଉଣୀ ଭଳିଆ
ଭଉଣୀ। ଆଜ୍ଞା, ବିଧାୟକ କାଲି ଯାଇଥିଲେ କେନ୍ଦ୍ରାପଡା ସଂସ୍କୃତି ଭବନରେ, ଗୋଟେ ଗଭର୍ଣ୍ଣମେଣ୍ଟ ପ୍ରୋଗ୍ରାମ ଥିଲା, ସେଇଠି ବିଧାୟକଙ୍କୁ ବାଇଟ୍ ଦେବାକୁ କହିଛନ୍ତି, ବିଧାୟକ ଦେଇଛନ୍ତି। ଆଜ୍ଞା ଆଜ୍ଞା, ନିଶ୍ଚିତ ଆମେ ଜଣେ ମହିଳା ସରପଞ୍ଚ, ଆମେ ବି ସେଇ ମହାକାଳପଡା ବ୍ଲକରେ କାମ କରୁଛୁ। ଆଜିକୁ 4.5 ବର୍ଷ ହେଇଗଲା ଆମେ କାମ କରୁଛୁ, ଉଚିତ ସମ୍ମାନର ସହିତ କାମ କରୁଛୁ। ଗତ 2 ବର୍ଷ ହେଲାଣି ଆମେ ବିଧାୟକ ଡକ୍ଟର ଦୁର୍ଗା ପ୍ରସାଦ ନାୟକଙ୍କ ସାଙ୍ଗରେ ମଧ୍ୟ କାମ କରୁଛୁ। ନାରୀକୁ ଯୋଉ ସମ୍ମାନ ଦିଆ ହୁଏ ସେ ଆମକୁ ଦେଇଛନ୍ତି, ଏବଂ ଆମକୁ କେବେ ବି ତଳେ କୋଉଠି ପଡିବାକୁ ସେ ଦେଇନାହାନ୍ତି। ଆମକୁ ଉଚିତ ସମ୍ମାନ ଦେଇଛନ୍ତି, ଆଉ ଭାରତୀୟ ଜନତା ପାର୍ଟିରେ ମଧ୍ୟ ନାରୀକୁ ଉଚିତ ସମ୍ମାନ ଦେଇଛନ୍ତି। ଏହା ଆଜ୍ଞା ଲୋକଙ୍କ ସରକାର, ଏବଂ ଲୋକଙ୍କ ସରକାରରେ ନାରୀ ସର୍ବଦା ସମ୍ମାନୀୟ, ବନ୍ଦନୀୟ, ଓ ଏବେ ବି ସେମାନେ ସେଇ କଥାକୁ ମାନୁଛନ୍ତି ଓ ମାନିବେ। ଆଜ୍ଞା, ବିରୋଧ କରୁଛନ୍ତି, ବିଡିଓ ବି କହିଛନ୍ତି ବୋଧେ। ଆମେ ତ କହିଲୁ ସେଇଟା ଯୋଉଟା ସେଦିନ ଯାହା ବି ଘଟି ଯାଇଛି ସେଇଟା ଆଇନ ବାଟରେ ଯିବ। ତାକୁ ଆପଣଙ୍କର ଯେପରି ପ୍ରକାରର ଇନଭେଷ୍ଟିଗେସନ କରିବା କଥା ସେମାନେ ଇନଭେଷ୍ଟିଗେସନ କରିବେ, ଏବଂ ଆଇନ ଯିଏ ବି ଭୁଲ କରିଛି ସେ ନ୍ୟାୟ ପାଇବେ। ନାଇଁ, ବିଧାୟକ ଆମେ ଜାଣିଛୁ ଆମ ବିଧାୟକ ନାରୀକୁ ଉଚିତ ସମ୍ମାନ ଦିଅନ୍ତି। ଆମେ ସେଥିପାଇଁକି ବି ଗତ 2 ଦିନ ତଳେ ଯାଇକି ଜିଲ୍ଲାପାଳ ଓ ଏସପିଙ୍କୁ ମେମୋରାଣ୍ଡମ ବି ଦେଇକି ଆସିଛୁ, ଆମ ବିଧାୟକଙ୍କୁ ବଦନାମ କରାଯାଉଛି, ଏବଂ ୟା ବିରୁଦ୍ଧରେ ଆମର ମେମୋରାଣ୍ଡମ ଥିଲା। ନାଇଁ, ମହିଳା ହିସାବରେ ଭଉଣୀଙ୍କ ଉପରେ ଯଦି କିଛି ବି ଅନ୍ୟାୟ ଅତ୍ୟାଚାର ହେଇଛି, ମୁଁ କହିଲି ଆପଣଙ୍କୁ, କହିବି ଚାଲିଛି ଯେ ତାଙ୍କୁ ନ୍ୟାୟ ମିଳିବ, ଆଇନ ବାଟରେ ଯିବ। ଇଏ ହେଲା ବିରୋଧୀଙ୍କର ଷଡ଼ଯନ୍ତ୍ର। ମାନେ ଆମ ଚାମେଲି ଆମ ସାନ ଭଉଣୀ ଭଳିଆ, ଯେବେଠୁ ଆମେ ତା ସାଙ୍ଗରେ ମିଶିଛୁ ପୁରା ମାନେ ଭଉଣୀ ଭଳିଆ, ସେ ସବୁଥିରେ ଆମ ସାଙ୍ଗରେ ଯେତେ ପ୍ରୋଗ୍ରାମ ହଉ ଯାହା ହଉ ସବୁବେଳେ ଦେଖିବେ ପ୍ରଥମରେ ଥିବ। ତାକୁ ବିରୋଧୀ ମାନେ ମାଇଣ୍ଡ ୱାଶ କରିକି କଣ କରିଛନ୍ତି କି ଜାଣେ, ସେ ପୁରା ଏମିତି ପୁରା ଆମ ଦଳରେ ଆମ ସାଙ୍ଗରେ ଥିଲା, ହଠାତ୍ ଏମିତି କଣ ହେଇଗଲା, ଏମିତି ପୁରା ବିରୋଧୀ ହେଇକି ତାକୁ ବିରୋଧୀ ମାନେ ସାଙ୍ଗରେ ମିଶେଇକିନା ଷଡ଼ଯନ୍ତ୍ର କରିକି ଆମ ବିଧାୟକଙ୍କୁ ବଦନାମ କରୁଛନ୍ତି, କଳୁଷିତ କରୁଛନ୍ତି। ଏଟା ଆମର ପୂର୍ବତନ ଏକ୍ସ ଏମଏଲଏ ଯିଏ ଥିଲେ ଅତନ ସବ୍ୟସାଚୀ ନାୟକ, ସିଏ ଆମ ବିଧାୟକଙ୍କୁ ବଦନାମ କରିବା ଷଡ଼ଯନ୍ତ୍ର କରୁଛନ୍ତି, ତାଙ୍କୁ ଚାମିଲିଙ୍କୁ ମୋହରା ବନେଇକିନା। ଯଦି ମୋର ଏତିକି କହିବାର ଅଛି, ଯଦି ପୂର୍ବ ସରକାର ଥିଲା, ଯେତେବେଳେ ମାନ୍ୟବର ଅତନ ସବ୍ୟସାଚୀ ନାୟକ ଏମଏଲଏ ଥିଲେ, ତାଙ୍କ ହାତରେ ପାୱାର ଥିଲା, ସବୁ ଥିଲା, ହେଲେ ବି ଆମର ବିଧାୟକ ଡକ୍ଟର ଦୁର୍ଗା ପ୍ରସାଦ ନାୟକ ମହୋଦୟ ଠାରୁ 35,000 ଭୋଟରେ ହାରିଲେ। କଣ ପାଇଁ? ସରକାର ଥିଲା, ସେ ସମସ୍ତେ ଭଲ କାର୍ଯ୍ୟ କରିଥିଲେ, ତାହେଲେ ହାରିଲେ କଣ ପାଇଁ? ସେ ବାହାରୁ ଆସିକିନା ଆମ ମହାକାଳପଡା ବାସୀଙ୍କ ମନରେ ଗୋଟେ ଖରାପ ଭ୍ରମ ଧାରଣା ସୃଷ୍ଟି କରୁଛନ୍ତି ଆମ ବିଧାୟକଙ୍କୁ ବଦନାମ କରିବା ପାଇଁ। ଅତନ ସବ୍ୟସାଚୀ ନାୟକ ମହୋଦୟ ଆଉ କିଏ? ଷଡ଼ଯନ୍ତ୍ର କଣ ନାଇଁ, ଆକ୍ଚୁଆଲି ଏଇ କେସ୍ ଟା ଘଟିଛି ବ୍ଲକରେ, ବିଡିଓଙ୍କର ସରପଞ୍ଚଙ୍କର ଯଦି କଣ ଭଲ ମନ୍ଦ ହେଇଛି, ସେଠି ତ ମୁଁ କିଛି ଉପସ୍ଥିତ ନଥିଲି। ମୁଁ କହୁଛି ସେଠି ଯାହା ଡିଷ୍ଟର୍ବାନ୍ସ ହେଇଛି ଆଇନ ବାଟରେ ସେଟା ସମାଧାନ ହବ। ଯାହା ଆଇନ, ମୁଁ କହୁଛି ସେ ବି ଚାମିଲି ନ୍ୟାୟ ପାଉ, ଆଇନ ଯାହା ସମାଧାନ କରିବ ସେଇ ବାଟରେ ଆଇନ ଆଇନ ଯିବ। ନାଇଁ, ଇଏ ସବୁ ମିଛ କଥା। ମୁଁ କହୁନି ବିଧାୟକଙ୍କୁ ବଦନାମ କରିବା ପାଇଁ। ମତେ ବି କହିଛନ୍ତି, ଧର ମୋ ଚେୟାରମ୍ୟାନ ହିସାବରେ ମୋ ସ୍ୱାମୀଙ୍କୁ କହିଛନ୍ତି, ମୋ ସ୍ୱାମୀ ତାଙ୍କଠୁ ପଇସା ନେଇଛନ୍ତି। ଇଏ ସବୁ ମିଥ୍ୟା ଘଟଣା। ମୁଁ ପଚାରିଲା ପରେ ସବୁ କଥା ଜାଣିଲି। ପଇସା ଦିଆ ନିଆ ହୁଏ, ସେ ପଇସା ଦେଇଛି, ଷ୍ଟେଟମେଣ୍ଟ ସ୍ୱାମୀଙ୍କ ମୋବାଇଲରେ ବି ଅଛି। ମୋ ସ୍ୱାମୀଙ୍କ ଠାରୁ ସେ ପଇସା କେତେ ନେଇଛି, କ୍ୟାସ୍ ଆକାରରେ ନେଇଛି, ଫୋନ ପେ ରେ ନେଇଛି, ଷ୍ଟେଟମେଣ୍ଟ ବି ଅଛି। ଭଲ ଥିଲା, ବହୁତ ଭଲ ଥିଲା। ସେ ପୁରା ବହୁତ ଭଲ, ବିଧାୟକ ପାଇଁ ବି ଲଢିଛି, ସେତେବେଳେ ବିଧାୟକ ଇଲେକ୍ସନ ସମୟରେ ଆମ ସାଙ୍ଗରେ ଥିଲା, ବହୁତ ଭଲ, କିଛି ନାହିଁ। ଏ ଖାଲି ବିରୋଧୀଙ୍କର ଚକ୍ରାନ୍ତ, ଖାଲି ବିଧାୟକଙ୍କୁ ମାନେ ବଦନାମ କରିବା ପାଇଁ, ଆଉ କିଛି ନାହିଁ। ନାଇଁ, ମୁଁ ତ କହିଛି ନା, ଯଦି ଏସବୁ ଘଟଣା କଣ ଘଟିଛି ସେଟା ଆଇନ ବାଟରେ ସମାଧାନ ହବ, ସେ ବି ନ୍ୟାୟ ପାଇବ। ନାଇଁ, ବିଧାୟକ ତ ମୁହଁ ଖୋଲିବା କଣ ଅଛି, ଗୋଟେ ମୁହଁ ସେ କାହିଁ ଖୋଲିବେ? ଗୋଟେ ମିଛଟାରେ ଗୋଟେ ବଦନାମ କରାଯାଉଛି, ଗୋଟେ କଣ ଇସ୍ୟୁ ହେଇଛି ଗୋଟେ ଆପଣ ନିଜେ କୁହନ୍ତୁ। ଆଗ ଦେଖିବେ, ପୂର୍ବ ଯେତେବେଳେ ସରକାର ଥିଲା, ପରୀ, ବେବିନା, ମାଧବୀଲତା, ସସ୍ମିତା, ତାକୁ ଜାଳି ପୋଡି ପାଉଁଶ କରିଦେଲେ। ସେଠି କାହିଁ ମୁହଁ ଖୋଲିଲାନି? ସେଠି ତାଙ୍କୁ ତ କାହିଁ ନ୍ୟାୟ ଦିଆଗଲାନି? ଏଠି ମୁହଁ କହିବା ମତଲବ ଏଠି କଣ ହେଇଛି? ଯଦି ବ୍ଲକ ଭିତରେ କଣ ଅସୁବିଧା ହେଇଛି, ଧର ପୋଲିସ କେସ୍ କୁ ଗଲା କି ଯାହା ଭଲ ମନ୍ଦ ହେଲା, ସେଟା ଆଇନ ବାଟରେ ସମାଧାନ ହବ। ଇସ୍ୟୁ କରିବା କଣ ଅଛି? ନା, ମୁଁ ତ କହୁଛି ସେଟା ଆଇନ ବାଟରେ ସମାଧାନ ହବ। ଯେହେତୁ ବିଡିଓ ମଧ୍ୟ ଆମେ ଯୋଉ କେସ୍ ବାସ୍ ଚାଲିଛି, ସବୁ ଧର ଚାଲିଛି, ସେଟା ଆଇନ ବାଟରେ ସମାଧାନ ହବ। ନାଇଁ, ମିଥ୍ୟା। ସିଏ ଆମ ବିଧାୟକ, ଦେଖନ୍ତୁ, ସିଏ ସମସ୍ତଙ୍କୁ ମାନେ
ମାନେ ନାରୀ ଆମର ଭାରତୀୟ ଜନତା ପାର୍टीରେ ସମସ୍ତଙ୍କୁ ମାନେ ସମାନ ଅଧିକାର ସମ୍ମାନ ମିଳେ। ସେ ମା ଭଉଣୀ ବୋଲି ଆମର ଦେଖିବେ ଆମର ଯୋଉ ମିଟିଂ ହଉ ଯୋଉ ଭଲ ମନ୍ଦ ହଉ ପ୍ରଥମେ ଭାରତ ମାତା କି ଜୟ ଆମେ ଜାତୀୟ ସଙ୍ଗୀତ ଗାନ କରିଥାଉ। ତାଙ୍କର କଣ ପୂର୍ବ ସରକାର ସମୟରେ କଣ ବିଜୁ ବାବୁ ଜୟ କି ନବୀନ ପଟ୍ଟନାୟକ ଜୟ, ଏଠି ତ ଆମର ହଉନି। ପ୍ରଥମେ ଆମେ ଭାରତ ମାତାକୁ ଆମେ ସମ୍ମାନ ଦେଇଥାଉ ଏଇ ଜାଗାରେ। ଆମର ପ୍ରଥମେ ଆମର ଯେତେ ବି ଭଲ ମନ୍ଦ ଯାହା ପ୍ରୋଗ୍ରାମ ହେଲା ଯାହା ହେଲା ପ୍ରଥମେ ବିଧାୟକ ହୁଅନ୍ତୁ ଯାହା ପ୍ରୋଗ୍ରାମ ଆରମ୍ଭ ହୁଏ ପ୍ରଥମେ ଭାରତ ମାତା କି ଜୟ। ଆମେ ଧର ତାଙ୍କ ନାଁ ନେଲା ବେଳକୁ ସେ ମନା କରିବେ ନା ପ୍ରଥମେ ଭାରତ ମାତାକୁ ଜୟ କର। ଆମେ ଚାହୁଁଛୁ ଆମ ବିଧାୟକଙ୍କୁ ନ୍ୟାୟ ମିଳୁ, ଆମ ବିଧାୟକଙ୍କର ସମ୍ମାନ ଫେରି ଆସୁ। ମୋର ଗୋଟିଏ ମାନେ ଷ୍ଟେଟମେଣ୍ଟ, ମୋ ବିଧାୟକଙ୍କର ସମ୍ମାନ ଫେରି ଆସୁ। ଆଉ ବିରୋଧୀ ମାନେ ଯୋଉ ସବୁ ଏସବୁ କାଣ୍ଡ ରଚୁଛନ୍ତି ତାଙ୍କ ତରଫରେ ଶକ୍ତ ମାନେ ଆଇନ ପ୍ରଶାସନ ଯାହା ଆଇନ ବାଟରେ ଯାହା ଯିବ ସେଟା ହବ। ଆଉ ଚାମେଲି ଓଝାକୁ ବି ମୁଁ କହୁଛି ତାକୁ ନ୍ୟାୟ ମିଳିବ। ବିଧର ଏଇଟା ମୁଁ କହିଲି ନା ଆଇନ ବାଟରେ ଏଇଟା ସମାଧାନ ହବ, ତାକୁ ବି ନ୍ୟାୟ ମିଳିବ। ମୁଁ ତ ସେଟା ମନା କରୁନି, ସେ ବି ଜଣେ ନାରୀ, ମୋ ସାନ ଭଉଣୀ ଭଳିଆ, ମୁଁ ବି ନାରୀ, ମୁଁ ମନା କରୁନି ସେ କଥା। एक्चुअली ये जो घटना संवेदनशील घटना महाकलपड़ा निर्वाचन मंडली महाकलपड़ा ब्लॉक परिसर रे घटी आकु विरोधी एक चक्रांत करी केमिति विधायक सम्मान हानि हब तथा से अंचल सम्मान हानि हब। विधायक जो अनुपात भोट रे परास्त करिसेंती विरोधी सेटा सही पारना तापर से चेष्टा करिसेंती विधायक पुणी द्वितीय सक्सेस होइचंती चेयरमैन नैचंती सेतिपई विरोधर आक्रोश बढ़ी। विरोधी चाहूची जेनराल गोटे छोट इश्यूटा को केमिति रूप दे विरोधी तादर राजनैतिक रुटी सेकिबा आज ये जो घटना आर सत्यासत्य या किंतु भौणीटी न्याय पाऊ। नारीर सम्मान सबुठारु ऊर्ध्वरे। मु महाकल्पना सरपंच हिसाब से कहबी मो अंचल सम्मान फेरू। विधायक जड़े सम्मानीय पर्सन, सी निश्चिंत भाव में सम्मान पाइबा दरकार। सी ए सहित ए मैटर सहित सबुठारु ऊर्ध्वरे। सी जेतिकी मु जानिचु जेतिकी मीटिंग हो जेतिकी परिचालनागत हो तादरे समस्त को से सम्मान दियंती, माँ मान को सम्मान दियंती। आमर सरपंच टे जो अभियोग आनिचंती सेटा भित्तिहीन, सेटा माने कल्पित एवं ता विरोधी ये जो चक्रांतर ताकू ए जिनसटाकू करौचंती से केबे तार सफल हेबे नहीं। महाकल्पड़ावासी जेमती जवाब देइथिले आगामी दिन रे जवाब देबे। ए सब जिनस तो आमे सोशल मीडिया रे देखुचु, किंतु ये जो जिनसटाकू आईनी तार आईनी परिधि भितर नहीं आईनी ताकू न्याय दऊ एवं प्रकृत जी आपको मिसहैंडलिंग करछि सी तार आईनी परिसर को आसतु, आईनी सरपंच को न्याय दऊ। नहीं जी दोषी से दंड पाऊ एवं जी प्रकृत दोषर शिकार होइछि से भी न्याय पाऊ। नहीं विधायक ना रे जो अभियोग आसी सी हूँ भित्तिहीन। गोटे कथा कहली विरोधी विधायक सक्सेस टाक सही पारना। विधायक एक लोकप्रिय सरकार लोकप्रिय विधायक एतिकी अच्छी अंचल पुओ हिसाब से समस्त सहित तांकर बसिबा हो उठिबा हो समस्त को टेका सांगे नहीं चलबार हो से गुणटा को विरोधी सही पारुनी। नहीं नहीं चामेली मैडम सी साहाय्य करिसेंती विधायक सहित थिले इलेक्शन पूर्व इलेक्शन सहयोग करचंती पूर्व भी विरोधी सांगे थिले जेतबे इलेक्शन समय आसिला विधायक सहयोग करचंती सहयोग करी भी परिचालना करचंती 2 वर्ष ला काम करूचंती अंचल समस्त काम होईची। आज जो सांबादिक सम्मेलन डकाई तार उद्देश्य होची महाकालपड़ा निर्वाचन मंडल रे आमर विधायक प्रिय विधायक दुर्गा प्रसन्न नायक छवि को जो बदनाम करने चेष्टा करा जाउची से विषय आज आम सांबादिक सम्मेलन करूँ। मोर कहया कथा से सफल हेबे नहीं तार कारण जो मोर जो सान भौणी बा झीटी जो चामेली ओझा जो ब्लॉक परिसर भितर जहाँ भी बीडीओ सहित जहाँ किसी होइची से विधायक को जोड़ी विधायक को जोड़बार कौन आवश्यकता नथिला। विधायक से संपृक्ति नथिले। मु से भौणी की कहया को चाहूची जे जेते बेले एक्स एमएलए बा पूर्वतन मंत्री बीजेडी सरकार रे से जेते बेले तांको संगे थिले तांको नारे केतोटी एफआईआर हेइथला एवं एफआईआर करैथिले किए तो से कथाटा भी से भौणीर जानिबार आवश्यकता अच्छी। से जो धरणर कथा कहिसंती बा फेवर मागुचंती राति रे फोन करूचंती मु आपणक माध्यम रे जिला प्रशासन मध्य एवं ओडिशा सरकार एवं केंद्रापड़ा एसपी को मु कहिबी जे ताहार कॉल रेकॉर्ड
ଏବଂ ତାକୁ ଯାଞ୍ଚ କରାଯାଇ ତାର ସତ୍ୟାସତ୍ୟ ବାହାର କରାଯାଉ ଆଉ ସତ୍ୟାସତ୍ୟ ବାହାର କରି ଯେ ଦୋଷୀ ତାକୁ ଦଣ୍ଡ ଦିଆଯାଉ। ଆପଣ ଜାଣି ରଖିବା ଦରକାର ଯେ ଏଇ ଯୋଉ ମନ୍ତ୍ରୀ ଏକ୍ସ ମିନିଷ୍ଟର ଯୋଉ ଥିଲେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର 2009 ରୁ 2012 ମସିହା ପର୍ଯ୍ୟନ୍ତ से एनर्जी मिनिस्टर थिले 2014 ରୁ 2016 पर्यंत से हेल्थ मिनिस्टर थिले। आज्ञा 2013 मसीह मो रामनगर पंचायत अधिवासी मोर पाख पंचायत हूँ खरनासी पंचायत गोटे 13 वर्षर गोटे नाबालिका झील को दुईटा पुओ ताकू घर डाकी नहीं पोड़ी मारी देते ताकू घंट घोड़ाया भुवनेश्वर आमर कैपिटल हॉस्पिटल रे आणिकी पछ दुआर कैपिटल पछपट दुआर नहीं स्वर्गद्वार दाह करते किंतु ता बापा माँ को हस्तांतर करनथिले बारंबार तांको बापा माँ तांको कही मो झील को मत फेरई दियो किंतु से फेर एटाकू से कौन माँ मान झील मान से कौन न्याय दौरान। आउ गोटे कथा आप जानी रखा दरकार सूचना अधिकार कर्मी जड़े रंजन दास नामक जड़े व्यक्ति थिले से व्यक्ति को मध्य तांकरी प्ररोचन मर्डर करा जायथिला तांको परिवार को आज पर्यंत न्याय मिलू नाही। महाकालपड़ा थाना रे मूसा बोली गोटे पिलाटा को माड़ मारिके मारी दिया होता सेतेबेले से मिनिस्टर थिले सेतेबेले से विधायक थिले सरकारी दल रे थिले से भी तांको परिवार भी न्याय पाउनथला। एबे जो चक्रांत से आमर प्रिय विधायक विरुद्ध रे करूचंती ताहा कौनसी प्रकार से सक्सेस हेबे नाही। महाकालपड़ा बासी सचेतन नागरिक से अनुप्रवेशकारी जो अतनु सब्यसाची नायक 15 वर्ष शासन करुले से आउ आगामी दिन में शासन करें ना से जेते चक्रांत कले फेल मारे।